ନିୟମିତ ହେବେ ସିମାଟିକ୍ ଶିକ୍ଷକ। ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରାଯିବ। 2036ରେ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟର ପୂରଣ କରିବାକୁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି। ତାହାକୁ ଦୃଷ୍ଟିରେ ରଖି ବର୍ଷକୁ ପ୍ରାୟ 15,000 ଶିକ୍ଷକ ପଦ ପୂରଣ କରାଯିବ। ତେଣୁ ପୁଣି ନିୟମିତ ହେବେ ସିମାଟିକ୍ ଶିକ୍ଷକ ଏବଂ ସେମାନଙ୍କୁ ଶିକ୍ଷାରେ ନିୟମିତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରାଯିବା। 2036ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବାକୁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି। ତାହାକୁ ଦୃଷ୍ଟିରେ ରଖି ବର୍ଷକୁ ପ୍ରାୟ 15,000 ଶିକ୍ଷକ ପଦ ପୂରଣ କରାଯିବ। ବିଦ୍ୟାଳୟ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡ଼ର ଆବଶ୍ୟକତା ରହିଛି। ସେହି ଅନୁଯାୟୀ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ BSI ଏବଂ ରାଜ୍ୟର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSIକୁ ମିଶାଇ ଗୋଟିଏ ବୋର୍ଡ଼ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମନୁ ଚରଣ ମାଝୀ କହିଛନ୍ତି। ତେଣୁ ମିଶିଯିବ BSI ଓ CHSI। 3 ବର୍ଷରେ ନିଯୁକ୍ତ ହେବେ 45,000 ଶିକ୍ଷକ। 40,000 ନୂତନ ଶିକ୍ଷକ ପଦ ସୃଷ୍ଟି ହେବ। ନବମ ଦଶମ ଶ୍ରେଣୀର ସବୁ ପିଲାଙ୍କୁ ମାଗଣାରେ ବହି ମିଳିବ। ହଷ୍ଟେଲରେ ନିଯୁକ୍ତ ହେବେ ANM। ଅନ୍ତେବାସୀଙ୍କ ପାଇଁ କୋରାପୁଟରେ ପ୍ରତିଷ୍ଠା ହେବ ବହୁଭାଷୀ ଶିକ୍ଷା କେନ୍ଦ୍ର। ଗୁରୁବାର ଦିନ ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ ହୋଇଥିବା ସିମାଟିକ୍ ଶିକ୍ଷକଙ୍କୁ ନିୟମିତ କରିବା ଦିଗରେ ପଦକ୍ଷେପ ନିଆଯିବ। ବର୍ତ୍ତମାନ ରାଜ୍ୟରେ 45,292 ପ୍ରାଥମିକ ବିଦ୍ୟାଳୟରେ 1,60,319 ପଦ। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ଆଉ 39,366 ପଦ ସୃଷ୍ଟି କରାଯିବ। 2025 ଡିସେମ୍ବର ସୁଦ୍ଧା 5,067 ପଦ ଖାଲି ପଦ ପୂରଣ ହେବାକୁ ଯାଉଛି। ତେଣୁ ଏ ସମସ୍ତ ପଦକୁ ମିଶାଇ ଆସନ୍ତା 3 ବର୍ଷ ମଧ୍ୟରେ 44,433 ପଦ ପୂରଣ କରାଯିବ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଛି। ସେହିଭଳି ନବମ ଓ ଦଶମ ଶ୍ରେଣୀର କେବଳ ଅନୁସୂଚିତ ଜାତି ଜନଜାତି ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ମିଳୁଛି। ଏଣିକି ନବମ ଦଶମ ଶ୍ରେଣୀର ସମସ୍ତ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଛି। ତେଣୁ ନିଷ୍ପତ୍ତି ହୋଇଛି ପ୍ରତି 300 ପିଲାରେ ଜଣେ ANM ଓ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯିବ। ନୂତନ ବେସରକାରୀ ବିଦ୍ୟାଳୟର ଅନୁମୋଦନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ପ୍ରକ୍ରିୟା କରାଯିବ। ଆଦିବାସୀ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ପିଲାଙ୍କର ଆଦିବାସୀ ପିଲାମାନଙ୍କୁ ମାତୃଭାଷା ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ପିଲାଙ୍କର ଭାଷା ସହିତ ଯୋଗାଯୋଗ ସୁବିଧା ହେବ, ଶିକ୍ଷାର ମାନ ବୃଦ୍ଧି ପାଇବ। SSRT ସହଯୋଗରେ କୋରାପୁଟରେ ଏକ ବହୁଭାଷୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯିବ। ବିଭିନ୍ନକ୍ଷମ ପିଲା ପାଇଁ ନିୟମିତ ଶିକ୍ଷକଙ୍କୁ ଯେଉଁମାନେ ବିଇଡି କରିଥିବେ ବିଭିନ୍ନ କ୍ଲଷ୍ଟର ସାଧନର ବ୍ୟକ୍ତି ଭାବେ ନିଯୁକ୍ତ କରାଯିବ। SCRT ଢାଞ୍ଚାରେ SCRTକୁ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ। ପାଠ୍ୟପୁସ୍ତକ ପ୍ରକାଶନ ଓ ବିକ୍ରୟ ନିର୍ଦ୍ଦେଶାଳୟ ସୁଦୃଢ଼ କରିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର, ବିଦ୍ୟାଳୟ ଗଣଶିକ୍ଷା ସଚିବ ଶାଳିନ ପଣ୍ଡିତ ଓ OSEPA ନିର୍ଦ୍ଦେଶକ ଅନନ୍ୟା ଦାସ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।